Okay. Praise the Lord. प्रभुଙ୍କ नामର ଗୌରବ ହେଉ। Let's turn our Bibles to the first book of Samuel, chapter 17. ଆସନ୍ତୁ ଆମେ ଆପଣ ବାଇବଲ ମଧ୍ୟରୁ ପ୍ରଥମ ସାମୁଏଲର 17 ପର୍ବ ମଧ୍ୟକୁ ଯିବା। We'll read from verses 40 to 43. ଆମେ ତାହାର 40 ରୁ 43 ପଦ ପର୍ଯ୍ୟନ୍ତ ପଢିବା। ପ୍ରଥମ ସାମୁଏଲ 17 ପର୍ବ 40 ପଦରୁ 43 ପଦ। ପୁଣି ସେ ଆପଣା ଯଷ୍ଟି ହାତରେ ଘେନି ନଦୀରୁ 5ଟି ଚିକଣ ପଥର ବାଛିଲେ ଓ ଆପଣା ପାଖରେ ମେଷପାଳକର ଯେଉଁ ଝୁଲି ଥିଲା ସେହି ଝୁଲିରେ ତାହା ରଖିଲେ। ଆଉ ସେ ହାତରେ ଆପଣା ଛାଟଣି ଧରି ସେହି ପଲେଷ୍ଟିୟ ନିକଟକୁ ଗଲେ। ଏଥିରେ ପଲେଷ୍ଟିୟ ଅଗ୍ରସର ହୋଇ ଦାଉଦଙ୍କର ସନ୍ନିକଟ ହେଲା ଓ ତାହାର ଢାଲ ବାହକ ତାହାର ଆଗେ ଆଗେ ଚାଲିଲା। ତହୁ ପଲେଷ୍ଟିୟ ଚାରିଆଡକୁ ଅନାଇ ଦାଉଦଙ୍କୁ ଦେଖି ତୁଚ୍ଛ ଜ୍ଞାନ କଲା, କାରଣ ସେ ଯୁବା ଓ ଈଷତ୍ ରକ୍ତ ବର୍ଣ୍ଣ ଓ ସୁନ୍ଦର ବଦନ ଥିଲେ। ପୁଣି ସେହି ପଲେଷ୍ଟିୟ ଦାଉଦଙ୍କୁ କହିଲା, ମୁଁ କି କୁକୁର ଯେ ତୁ ଯଷ୍ଟି ନେଇ ମୋ ପାଖକୁ ଆସିଛୁ? ତହିଁରେ ପଲେଷ୍ଟିୟ ଆପଣା ଦେବତା ମାନଙ୍କ ନାମରେ ଦାଉଦଙ୍କୁ ଶାପ ଦେଲା। Okay. This topic of David is very deep and it's so beautiful. ଏଇ ଦାଉଦଙ୍କର ଯୋଉ ବିଷୟ ଆମେ ଦେଖୁଛୁ ତାହା ଅତି ଗଭୀର ଅଟେ ଏବଂ ଅତି ଉତ୍ତମ ମଧ୍ୟ ଅଟେ। Now, each time that you read it and you meditate, you get new, you could say, revelations and new information, and you can grow in your faith. ଯେତେ ଥର ଆମେ ତାହାଙ୍କର এই ବିଷୟରେ ଆମେ ପାଠ କରିବା ସେତେ ଅଧିକ ଅନେକ ପ୍ରକାଶିତ ବିଷୟ ଆମେ ଜାଣିପାରିବା ଏବଂ ଅନେକ ତଥ୍ୟ ପାଇପାରିବା ଏବଂ ଆମେ ପ୍ରଭୁଙ୍କଠାରେ ଅଧିକ ମଧ୍ୟ ବଢିପାରିବା। And even last night, with all humility, God really spoke to me and gave me deeper revelations again in God's word. ଆଜ୍ଞା କୁହନ୍ତି ଗତ ରାତ୍ରିରେ ଯେତେବେଳେ ସେ ପ୍ରଭୁଙ୍କ ନିକଟରେ ଆଉ ଏତେ ସୁନ୍ଦର ବାକ୍ୟ ଦେଇ ଆଉ ତାହାଙ୍କୁ ଆଉ ସେ ଅନେକ ବିଷୟରେ ତାଙ୍କୁ ଶିକ୍ଷା ଦେଇ ଅଛନ୍ତି। And God's word is something we have to treasure and obey it. ଈଶ୍ୱରଙ୍କର ବାକ୍ୟ ଏ ପ୍ରକାର ଗୋଟେ ଆମ ନିମନ୍ତେ ମୂଲ୍ୟବାନ ସମ୍ପଦ ଅଟେ, ଯାହାକୁ କି ଆମେ ମାନେ ଅତି ଧ୍ୟାନର ସହକାରେ ଆମ ନିକଟରେ ଆମେ ତାହା ରଖିବା ଦରକାର ଏବଂ ତା ଉପରେ ଧ୍ୟାନ କରିବା ଦରକାର। Last week we saw how David was, he came to the battlefield. He brought something from his house. ଗତ ସପ୍ତାହରେ ଆମେ ଦେଖିଥିଲୁ କି ପ୍ରକାର ଦାଉଦ ସେ କ୍ଷେତ ମଧ୍ୟରୁ ବାହାରି ଆସି ସେ କିଛି ତାଙ୍କ ବାପାଙ୍କ ନିକଟରୁ ଏ ପ୍ରକାର କିଛି ବିଷୟ ଆଣିଥିଲେ ତାଙ୍କ ଭାଇମାନଙ୍କ ପାଇଁ। And there was corn or cooked corn. ତାହା ସେଇ ରନ୍ଧା ଶସ୍ୟ ଥିଲା। It means it is the word of God. ତାହାର ଅର୍ଥ ଈଶ୍ୱରଙ୍କର ବାକ୍ୟ। Then he brought loaves of bread. ତାପରେ ସେ କିଛି ରୋଟି ମଧ୍ୟ ଆଣିଥିଲେ। It talks about brokenness or the nature of Christ. ତାହା ବୁଝାଏ ଖ୍ରୀଷ୍ଟଙ୍କୁ ଏବଂ ଖ୍ରୀଷ୍ଟଙ୍କର ଆମ ନିମନ୍ତେ ଯୋଉ କଷ୍ଟ ସହ୍ୟ କରିଥିଲେ ସେହି ବିଷୟକୁ। And then he brought cheese, which talks about Christ-like maturity. ଏବଂ ଯୋଉ ଛେନା ସେ ଆଣିଥିଲେ ତାହା ବୁଝାଏ ଖ୍ରୀଷ୍ଟଙ୍କର ଯୋଉ ଆମେ ଚରିତ୍ର ଦେଖିବା ଖ୍ରୀଷ୍ଟଙ୍କର ଯୋଉ ଗୁଣ ଗୁଡିକ ଏବଂ ତାହାଙ୍କ ବିଷୟରେ। Now that is recorded in verse 17 and verse 18 of this chapter. ସେଇ ସମାନ ପର୍ବର ଯଦି 17 ଏବଂ 18 ପଦରେ ଆମେ ପଢିବା ତାହା ଲେଖାଯାଏ। And then in the 22nd verse you find that he left all these things with a keeper and he went forward to the battlefield. 22 ପଦ ଯଦି ଆମେ ପଢିବା ସେଠାରେ ଲେଖାଯାଏ, ପୁଣି ଦାଉଦ ସାମଗ୍ରୀ ରକ୍ଷକ ହସ୍ତରେ ଆପଣା ସାମଗ୍ରୀ ରଖି ସୈନ୍ୟ ଶ୍ରେଣୀ ମଧ୍ୟକୁ ଦୌଡ଼ି ଆସି ଆପଣା ଭାଇମାନଙ୍କୁ କୁଶଳ ବାର୍ତ୍ତା ପଚାରିଲେ। And when he went there, he actually went there to ask his brothers, how are they? ଯେତେବେଳେ ଦାଉଦ ସେଇ ସ୍ଥାନରେ ପହଞ୍ଚିଲେ ପ୍ରକୃତରେ ଆଉ ସେ ଯାଇକି ପଚାରିଲେ ତାଙ୍କ ଭାଇମାନଙ୍କୁ ସେ କି ପ୍ରକାର ଅଛନ୍ତି। But they mistook him as he's coming there to just pass his time and they shouted at him. କିନ୍ତୁ ତାଙ୍କ ଭାଇମାନେ ଆଉ ତାହାଙ୍କୁ ଭୁଲ ବୁଝିଲେ ଏବଂ ଉଲ୍ଟା ସେମାନେ ଦାଉଦଙ୍କ ଉପରେ ଏ ପ୍ରକାର ଚିଲ୍ଲେଇଲେ, ଚିତ୍କାର କଲେ।
They said, you have left the sheep in the wilderness and you have just come here carelessly. ତାଙ୍କ ଭାଇ ମାନେ ଦାଉଦଙ୍କୁ ଏ ପ୍ରକାର କହିଲେ, ଆଉ ତୁମେ କି ପ୍ରକାର କ୍ଷେତରେ ପଶୁ ମାନଙ୍କୁ ତୁମେ ଛାଡିକି ଆଉ ଗୋଟେ ଅଯତ୍ନବାନ ହୋଇ ତୁମେ ଏ ସ୍ଥାନକୁ ଚାଲି ଆସିଅଛ। But these two verses again, they have some more deeper meaning there. କିନ୍ତୁ ଏଇ ଦୁଇ ପଦରେ ମଧ୍ୟ ଅନେକ ଗୋଟେ ଗଭୀର ବିଷୟ ଆମେ ଦେଖିପାରିବା। David cannot take the bread, he cannot take the cooked food and the cheese and go to the battle line. ଦାଉଦ କୌଣସି ପ୍ରକାରେ ସେଇ ରନ୍ଧା ଶସ୍ୟ, ରୋଟି ଏବଂ ସେଇ ଛେନା ସାଙ୍ଗରେ ଘେନି ଯୁଦ୍ଧ କ୍ଷେତ୍ର ମଧ୍ୟକୁ ଯାଇପାରି ନଥାନ୍ତେ। You cannot do that. You cannot eat your food and fight with the enemy. କାରଣ ଆମେ କୌଣସି ଖାଦ୍ୟ ଖାଇକି ଆମ ଶତ୍ରୁ ସହିତ ଆମେ ତତ୍କ୍ଷଣାତ୍ ଯୁଦ୍ଧ ଲଢି ପାରିବା ନାହିଁ। It's not like, we have our tiffin or something and we watch TV. You can't do that. ଆମେ ଯଦି ଏ ପ୍ରକାର କହିବା କି ଆଉ ଆମେ ଆମର ଖାଦ୍ୟ ଖାଉଥିବା ଏବଂ କିଛି ଗୋଟେ ବିଷୟ ଆମେ ଟିଭି ହଉ କିମ୍ବା କଣ ଆମେ ଏକା ସହିତ ସେ ବିଷୟ କରିବା ବୋଲି ଭାବିବା, ଯେ ପ୍ରକାର ସମ୍ଭବ ହୋଇନଥାଏ ସେଇ ପ୍ରକାର। This is too serious. ଏହା ସେଇ ପ୍ରକାର ନୁହେଁ, ତାହାଠୁ ମଧ୍ୟ ଗୋଟେ ଗମ୍ଭୀର ବିଷୟ ଏହି ସ୍ଥାନରେ ଥିଲା। We are talking about battle. We are talking about war. ଆମେ ଏଠାରେ ଯେତେବେଳେ ଦେଖିବା ଏହି ସ୍ଥାନରେ ଗୋଟେ ବହୁତ ବଡ ଯୁଦ୍ଧର ବିଷୟ ଥିଲା। So David leaves all these things with one caretaker. ଦାଉଦ କଣ କଲେ, ସେ ଯୋଉ ସମସ୍ତ ବିଷୟ ସେ ଆଣିଥିଲେ ଜଣେ କର୍ମଚାରୀ ଯେ ଥିଲେ ସେ ତାହାଙ୍କ ପାଖରେ ଛାଡି ଦେଇକି ସେ ଚାଲିଗଲେ। So you can say that this is like a rest room where they can come and take rest and take some refreshments and go back to the battle. ଆମେ ଏ ପ୍ରକାର ମଧ୍ୟ କହିପାରିବା କି ସେଇ ସ୍ଥାନ ମଧ୍ୟରେ ଗୋଟେ ବିଶ୍ରାମ ସ୍ଥାନ ଥିଲା, ବିଶ୍ରାମ କକ୍ଷ ଥିଲା, ଯୋଉଠି କି ସେମାନେ କିଛି ସାମଗ୍ରୀ ରଖିପାରୁଥିଲେ। ଦାଉଦ ହୁଏତ ସେ ପ୍ରକାର ସାମଗ୍ରୀ ରଖିଦେଇକି ଚାଲି ଯାଇଥିବେ କି ସେମାନେ ପରବର୍ତ୍ତୀ ସମୟରେ ଆସି ଆଉ ସେ ସ୍ଥାନରେ ସେମାନେ ସେ ପ୍ରକାର ସେ ଖାଦ୍ୟ ଖାଇପାରିବେ। Now this rest room where this keeper is talks about the church. ଏଠାରେ ଯୋଉ ଲେଖାଯାଏ ଯୋଉ ସାମଗ୍ରୀ ସେ ରଖିଲେ ଯୋଉ ଜଣେ କର୍ମଚାରୀ ହାତରେ, ଏବଂ ତାହା ପ୍ରକୃତରେ ବୁଝାଏ ଆମର ମଣ୍ଡଳୀକୁ। Now this talks about the church where a person who is getting weak in the battle comes and takes fellowship. ତାହା ବୁଝାଏ ମଣ୍ଡଳୀକୁ, ଯେତେବେଳେ ଜଣେ ବିଶ୍ୱାସୀ ସେ ତାର ଆତ୍ମିକ ଯୁଦ୍ଧରେ ଦୁର୍ବଳ ହେଇଯାଏ, ସେ ସଭ୍ୟତା ମଧ୍ୟକୁ ଯେତେବେଳେ ଆସେ, he comes there and feeds himself with the word of God. ସେ ସଭ୍ୟତା ମଧ୍ୟକୁ ଆସି ଈଶ୍ୱରଙ୍କର ବାକ୍ୟ ଦ୍ୱାରା ସେ ପରିତୃପ୍ତ ହୁଏ। He comes there and partakes of the nature of Christ. ସେ ଆସେ ଏବଂ ଈଶ୍ୱରଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଯୋଉ ସମସ୍ତ ଚରିତ୍ର ବା ଗୁଣ ଅଛି ସେଥିରେ ସେ ସହଭାଗୀ ହୋଇଥାଏ। There he becomes mature like Christ and he starts thinking like Christ. ସେହି ସ୍ଥାନରେ ସେ ପୂର୍ଣ୍ଣ ବିକଶିତ ହୁଏ, ସେ ପକ୍ୱ ହୁଏ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସଦୃଶ। And once he is refreshed, he can go back to the battlefield and continue the warfare. ଏବଂ ଥରେ ସେହି ସ୍ଥାନକୁ ଆସି ସେ ପୁନର୍ବାର ଯେତେବେଳେ ଶକ୍ତି ପାଏ, ପୁନର୍ବାର ସେ କଣ କରେ, ସେ ଆଉ ଥରେ ଚାଲିଯାଏ ଯୁଦ୍ଧ କ୍ଷେତ୍ର ମଧ୍ୟକୁ। Now you find here that before he can come to the battlefield, that David has already left his sheep in the wilderness. ଦାଉଦ ଯୁଦ୍ଧ କ୍ଷେତ୍ରକୁ ଆସିବା ପୂର୍ବରୁ ସେ ପ୍ରଥମେ କଣ କରିଥିଲେ, ସେ ପ୍ରାନ୍ତର ମଧ୍ୟରେ ତାହାଙ୍କର ମେଷମାନଙ୍କୁ ସେ ଛାଡିକି ସେ ଆସିଥିଲେ। Now we are talking about Christ when he came to this earth. ତାହା ବୁଝାଏ ପ୍ରଭୁ ଖ୍ରୀଷ୍ଟଙ୍କ ବିଷୟରେ ଯେତେବେଳେ ସେ ଜଗତ ମଧ୍ୟକୁ ଆସିଲେ। In Matthew chapter 9 and verse 36, you find Jesus said that they are sheep without a shepherd. जो प्रकार माथ्यू 13 ଲେଖାଯାଏ, ଗୋଟେ ମେଷ ମାନେ ଯୋଉମାନେ ଥାନ୍ତି ବିନା ପାଳକ ବିନା। In the wilderness is a place where different kinds of wild animals or other things can happen. Some harm can happen. ସେହି ପ୍ରାନ୍ତର ମଧ୍ୟରେ ଏ ପ୍ରକାର ସ୍ଥାନ ଯେଉଁ ସ୍ଥାନରେ କି ଅନେକ ପ୍ରକାର ଜଙ୍ଗଲି ଯୋଉ ଜୀବ ମାନେ ଥାନ୍ତି, ପଶୁ ମାନେ ଥାନ୍ତି, ସେମାନେ ମେଷମାନଙ୍କୁ ଆକ୍ରମଣ କରିପାରନ୍ତି। It's a place where if the shepherd is not there, the sheep can get lost and they won't have water to drink and they may even have starvation and die.
से प्रांतर मध्य जदि मेषपालक न थाए ताहले ता मेष माने हुएत तृषारे से माने मरी पारंती किंबा कोनोसी पशु द्वारा आक्रमण मध्य होई कि से अपना जीवन हरई पारंती। Now, when Christ came into this earth to fight with Satan, it was something similar to this situation. ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତ ମଧ୍ୟକୁ ଓହ୍ଲାଇ ଆସିଲେ ଶୈତାନ ସହିତ ସେ ଯୁଦ୍ଧ କରିବା ନିମନ୍ତେ ଏବଂ ଏହି ଯୋଉ ବିଷୟ ଆମେ ଦେଖୁଛୁ ତାହା ତା ସହିତ ସମ୍ପୃକ୍ତ ଅଟେ। On one side, there was a fellowship, there was a small church which he started. ଏକ ପକ୍ଷରେ ଗୋଟେ ଛୋଟ ମଣ୍ଡଳୀ ଛୋଟ ସହଭାଗିତା ଯାହା ସେ ଆରମ୍ଭ କରିଅଛନ୍ତି। And on the other side, there are many sheep which do not have a shepherd, which must come into the fold. ଏବଂ ଅନ୍ୟ ପକ୍ଷରେ ଏ ପ୍ରକାର ମେଷମାନେ ଅଛନ୍ତି ଯେଉଁମାନଙ୍କ ପାଖରେ କେହି ପାଳକ ନାହାନ୍ତି, ମେଷ ପାଳକ ନାହାନ୍ତି ଏବଂ ସେମାନଙ୍କୁ ଆପଣ ଖୁଆଡ ମଧ୍ୟକୁ ଫେରି ଆସିବାର ଆବଶ୍ୟକତା ରହିଅଛି। And Christ, leaving the sheep and the shepherd, the church, he went to die for them on the cross of Calvary. प्रभु यीशु ख्रीष्ट से कौन कले से मेष मानन को से छाड़ी की बा से जो पालक थिले से सेही स्थान को छाड़ी की से कालवरी क्रूस रे गले एवं से अपना प्राण से देले। So these two verses, they talk a lot of things which happened when Christ was literally here on this earth. এই দুইটি পদরে আমি অনেক গুড়িয়ে বিষয় দেখি পারিবা তরে প্রভু যীশু খ্রিস্ট এই জগত মধ্যকু আসিলে এবং যে সমস্ত বিষয় ঘটিଥିଲା এই দুই পদ মধ্যরে আমি তাহা দেখি পারিবা। Now let's go a little bit forward this morning. এবং আসন্তু আমি আউ টিকে আগকু ଯିବା এই সকাল সমୟରେ। Now when you look at this verse, David was a short man and Goliath was a 9.5 foot tall giant. যদি আমি দেখিবা তাহলে দাউদ ତାଙ୍କର ଉଚ୍ଚତା ମଧ୍ୟ କମ ଥିଲା କିନ୍ତୁ ତାଙ୍କ ତୁଳନାରେ ଗଲିଆତର ଉଚ୍ଚତା ପ୍ରାୟ 9.5 ଫୁଟ ଥିଲା। The historians say he was half to half, maybe 5 feet, and Goliath was 9.5, almost half to half. ଇତିହାସ ମଧ୍ୟ ଏ ପ୍ରକାର କୁହେ କି ଗଲିଆତ ଏବଂ ଦାଉଦଙ୍କର ଉଚ୍ଚତା ମଧ୍ୟରେ ଦାଉଦ ଗଲିଆତଙ୍କର ଅଧା ହିଁ ଥିଲେ। ଯଦି ସେ 9 ଫୁଟ ଥାଇ ପାରନ୍ତି ତାହେଲେ ଦାଉଦ ହୁଏତ 5 ଫୁଟ ଥିଲେ, ପୁରା ତାଙ୍କର ଅଧା ହିଁ ଥିଲେ ଦାଉଦ। But let us say one thing, size does make a big difference. ଆଉ ଆମେ ଏଠାରେ ଦେଖିବା ପ୍ରକୃତରେ କଣ ଶରୀରର ଆକାର କିମ୍ବା ପ୍ରକାର ବିଷୟ କୌଣସି ପାର୍ଥକ୍ୟ ସୃଷ୍ଟି କରେ କି? If you look at these two people in the Olympics, everybody will say surely Goliath will win the match. जदि आमे एही दुई व्यक्तिଙ୍କ विषय नै कि ओलंपिक जो खेल क्षेत्र में रखी के दुई चरित्र को देखिबा जदि लोक माने कोन कहिबे कि निश्चित भाव रे ए गलियात ही से जितिबो। Because size, it's so big and David is so small, it surely David is not going to win the battle. कारण आकार अनुसार शरीर उच्चता अनुसार गलियात आकार एवं उच्चता बड़ ही थिला, दाऊद अति छोट थिले, तो अति साधारण विषय अटे समस्त कहि परिबे कि हां ठीक अछि आ गलियात ही से समस्त प्रकार युद्ध हो किबा से जो कोन से जीति परिबे। Look at verse 47. हमें 47 पद पढ़िबा। आउ एही समस्त समाज जानिबो जे सदाप्रभु खड्ग ओ वर्षा द्वारा उद्धार करंती नहीं, कारण एही युद्ध सदाप्रभुंकर ओ से तुम्भ मानंकु आंभ मानंक हस्तरे समर्पण करिबे। Now you look at this man, his man's confession, David's confession. हमें देखिबा एठारे दाऊदंकर जो मुखर स्वीकार विषय एठारे हम केते उत्तम विषय हमें देखि परिबा। He says your sword or your spear is not going to bring you victory. दाऊद कुहंती तुमरा खड्ग तुमरा वर्षा कोनसी प्रकार तुमको युद्ध रे विजयी करि परिबो नाही। Read that very well 100 times this morning. It's very clear, very clear this morning. जदि एही पद को हमें बारंबार पढ़िबा होता सहितर मते पढ़िबा त अति स्पष्ट रूपे लिखा जाए जो उत्तम विषय में देखि परिबा। Many Christians, they don't understand what is warfare. अनेक क्रिश्चियन माने से माने प्रकृत जो आत्मिक युद्धर विषय को से माने बुझी पारंती नाही। And that is why when they look at Goliath, they already accept defeat. तति पय तबले गलियात समान जो तांको पाखरे कोटे समस्या आसे से माने हृदय रे आगुर भाबी दियंती कि आमे माने हारि जाई अछु।
Even before they can even step inside, they will give Goliath the gold medal and say, you have won the battle. जदि गलियात आसी तांको सम्मुखरे ठिया होय त सेमानक हातरे मेडाल थिबो सेमाने त हातको धरे दी कहि परंती कि तुमे विजय ही अट. I want you to look at one more verse in the Bible, in Isaiah chapter 54. आज्ञा कुहंती आमे आउ एक पर्व मध्ये को जिबा जिसाय तार 54 पर्व. Yeah, and read the last verse, verse 17. आमे तार शेष पद आमे पढिबा. जे कोनोसी अस्त्र तुम्भ प्रतिकूल निर्मित हुए ता सार्थक हेबो नाही ओ जे प्रत्येक जिह्वा. Acha, thank you. See that no weapon will prosper. Beautiful word of God. एटा अति सुंदर वाक्य में देखि परिबा लेखा जाय जे कोनोसी अस्त्र तुम प्रतिकूल रे निर्मित हुए ता सार्थक हेबो नाही. Your faith must be the size of a pumpkin. जदि हमर विश्वास सेही कखारुर आकार सदृश मध्ये होई थाए. That's what we think, I must have so much of faith. आउ आमे प्रकार भाबि थाउ कि मो पाखरे होय त बहुत अधिक विश्वास र आवश्यकता रही अछि. Oh, Christ said, if you have faith the size of a mustard seed, this entire mountain will move. किंतु प्रभु यीशु ख्रीष्ट से कौन कहिले प्रभु कहिले जदि तुम पाखरे सोरिष दाना सदृश विश्वास थाए तुम यदि पहाड़ को भी कहिबो ता घुंची जा ता घुंची जिवो. Now that Jesus has gone very much higher level, आउ प्रकृति रे प्रभु यीशु ख्रीष्ट को जो स्तर ता अति उच्च थिला एवं ता उच्च ही अटे. Just as you are standing in front of Kandagiri mountain and you and the Kandagiri mountain, there's a huge difference. जदि आमे प्रकार कहिबा कि प्रभु यीशु ख्रीष्ट यदि खंडगिरी पहाड़ पर ठिया ही थांते एवं आमे ई स्थान रे थांतो आम मानकर जो पार्थक्य अटे ता बड़ ही पार्थक्य हेबो. God is so wonderful. प्रभु हमर अति महान एवं अति उत्तम परमेश्वर अटंती. Now he says no weapon formed against you will prosper. से कुहंती जे कोनोसी अस्त्र हेउना काहे कि ताहा हम विरोध रे उठी पारिबो नाही. We look at facts. आमे माने प्रकृत रे जोडा प्रकृत सत्यता विषय को में देखि थाउ. We look at information. आमे माने आउ तथ्य गुडी को देखि थाउ. And we believe those things more than God's word. एवं आमे माने कोन करि थाउ आमे ईश्वरंको ठारु अधिक विश्वास सही विषय गुडी को ऊपर आमे करि थाउ. The Bible gives very detailed the weight, the length of all the metals used in the armor. किंतु बाइबल रे जो अस्त्र विषय रे लेखा जाय जो युद्ध रे व्यवहार हुए आमे देखिबा अति स्पष्ट भाबरे तार ओजन केते तार प्रस्त के प्रकार थिला किबा तार लंब की प्रकार थिला ता ऊपर स्पष्ट भाबरे लेखा जाय. And we take that and we keep it in our mind and we make a what you call memory out of that. किंतु आमे माने सेही सब तथ्य गुडी को हम मन मते रखि देउ एवं आमे गुटे स्मृति सदृश ताको आमे मन मते रखि थाउ. And that's the sad part. ताहा ही गुटे दुखर विषय अटे. We believe the devil just like Eve believed him. आमे जे प्रकार शैतान को विश्वास करिथौ आमे समस्त विषय को मध्य में विश्वास करिथौ. Look at Isaiah chapter 53 and verse 1. आमे जिसाय तर 53 पर्वर एक पद आमे पढिबा. आम्भ मानक संवाद किए विश्वास करियछि ओ सदा प्रभुंकर बाहु कहा निकटरे प्रकाशित होई अछि. Now we got to make up our mind whether you're going to believe God's word or are you going to believe the devil. आजी आमे मन को हमकु स्थिर करिबा को पड़िबो जे आमे प्रकृत रे ईश्वरकर वाक्य को विश्वास करिबा ना आमे शैतान को विश्वास करिबा. Now David looked at Goliath and he said, looking at him, his armor, his everything, he said, you're not going to win this battle. दाऊद तो बेले गलियात को देखिले तार समस्त अस्त्र शस्त्र तार साज सज्जा को देखि कि से कहिले तुमे कोन से प्रकार युद्ध को तुमे विजयी हेई परिबो नाही. You have come to me with the sword, with the spear, with the javelin. एवं से ताको देखि कहिले तुमे मो निकट को ए प्रकार खंडा बर्छा और तुमे ढाल नै कि आसीओ छ.
But in verse 45 he says, but I come against you in the name of the Lord. କିନ୍ତୁ 45 ପଦରେ ଦାଉଦ କୁହନ୍ତି ଆଉ ତୁମ୍ଭେ ଖଡ୍ଗ ଘେନି ବର୍ଚ୍ଛା ଘେନି ଓ ଶଲ୍ୟ ଘେନି ମୋ କତିକି ଆସିଅଛ, ମାତ୍ର ତୁମେ ଯାହାକୁ ତୁଚ୍ଛ କରିଅଛ ସେ ଇସ୍ରାଏଲ ସୈନ୍ୟ ଶ୍ରେଣୀର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ତୁମ ନିକଟକୁ ମୁଁ ଆସୁଅଛି। Psalm 119 we just now read, God should be my shield, God should be my hiding place. जो प्रकार गीत संहिता 119 रे ଆମେ ପଢିଲୁ, ପ୍ରକୃତିରେ ପରମେଶ୍ୱର ମୋର ଲୁଚିବାର ସ୍ଥାନ ହେବେ ଏବଂ ପରମେଶ୍ୱର ମୋର ଢାଲ ଅଟନ୍ତି। And David was a person who always trusted in the Lord more than himself. ଦାଉଦ ଜଣେ ଏ ପ୍ରକାର ବ୍ୟକ୍ତି ଥିଲେ ଯେ କି ନିଜଠାରୁ ଅଧିକ ସେ କେବଳ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରୁଥିଲେ। Now the second part of this battle, এই ଯୁଦ୍ଧର ଦ୍ୱିତୀୟ ଅଧ୍ୟାୟ ଆମେ ଦେଖିବା। first is the size, the second is the instruments which they both use to fight the battle. ପ୍ରଥମେ ଆମେ ଦେଖିଲୁ ଶରୀରର ଆକାର ଉଚ୍ଚତା ବିଷୟରେ, ଦ୍ୱିତୀୟରେ ଆମେ ଦେଖିବା ଯୋଉ ଅସ୍ତ୍ର ଶସ୍ତ୍ର ଯୁଦ୍ଧରେ ସେମାନେ ବ୍ୟବହାର କରୁଥିଲେ ପରସ୍ପର ନିମନ୍ତେ। Now according to what the Bible says, the warfare was a real one, not a what you call a story or a myth. It is a real thing happening there. ବାଇବେଲ ଅନୁସାରେ ଯଦି ଆମେ ଦେଖିବା ପ୍ରକୃତ ଭାବରେ এই ଯୁଦ୍ଧ ସତ୍ୟ ଥିଲା, କୌଣସି ପ୍ରକାର କୌଣସି କାହାଣୀ କିମ୍ବା ଗଳ୍ପ ନଥିଲା, ତା ପ୍ରକୃତ ସତ୍ୟ ଯୁଦ୍ଧର ବିଷୟ ହିଁ ଥିଲା। So you have to look at it from that angle also to understand how David won the battle. ସେଥିପାଇଁ ଆମେ ସେହି ଦୃଷ୍ଟିକୋଣରେ ଆଉ ଥରେ ଦେଖିବା ଯେ କି ପ୍ରକାର ଦାଉଦ ସେ ଯୁଦ୍ଧରେ ସେ ବିଜୟୀ ହେଲେ। Every army had three types of what do you call three divisions, you could say, in the army. ପ୍ରତ୍ୟେକ ସୈନ୍ୟ ଶ୍ରେଣୀରେ ତିନି ଗୋଟି ବିଭାଗ ଥାଏ। Okay, you had the cavalry. Cavalry means people, soldiers on chariots and horses. ପ୍ରଥମ ଯୋଉଟା ଦେଖିବା ଯୋଉ ସୈନ୍ୟ ମାନେ ସେମାନେ ରଥ ଏବଂ ଘୋଡାରେ ସେମାନେ ବସିକି ଯୁଦ୍ଧ କରିବା ନିମନ୍ତେ ଯାଆନ୍ତି। And then you'll find they had the infantry. Infantry are people, soldiers running on foot. They would have a sword and a spear and all those things. ଦ୍ୱିତୀୟରେ ଆମେ ଦେଖିବା ଯୋଉମାନେ ପଦାତିକ ସୈନ୍ୟ ଥାଆନ୍ତି, ଯୋଉମାନେ କି ଚାଲିକି ଯାଆନ୍ତି ଯୁଦ୍ଧ କରିବା ନିମନ୍ତେ, ସେମାନଙ୍କର ହସ୍ତରେ ସେମାନଙ୍କର ଖଡଗ ଥାଏ। And then the third one is very important, we cannot forget. They are the artillery people. ତୃତୀୟ ଯଦି ଆମେ ଦେଖିବା, artillery means Alex, sorry, I didn't explain. They are the people who use bow and arrow. ଯୋଉମାନେ କି ଆଉ ଧନୁ କିମ୍ବା ଏ ପ୍ରକାର ବଡ କମାଣ ବା ସେଇ ପ୍ରକାର ଶ୍ରେଣୀର ଯୋଉ ସୈନ୍ୟ ମାନେ ଥାଆନ୍ତି, they were either having bow and or arrow, or they had slings with them. ସେଇ ଦଳର ଯୋଉମାନେ ଯୁଦ୍ଧ କରନ୍ତି ଯୋଉ ସୈନ୍ୟ ମାନେ, ସେମାନେ ତୀର ବ୍ୟବହାର କରନ୍ତି, ନହେଲେ ଯଦି ସେମାନେ ସେ ବାଟୁଳି ସଦୃଶ ବ୍ୟବହାର କରନ୍ତି, କିମ୍ବା ଆମେ ଯଦି ଦେଖିବା ଆଜିର ସମୟରେ ତୋପ ଆଉ ସେ ପ୍ରକାର ଯୋଉ ବ୍ୟବହାର କରନ୍ତି ସେହି ଶ୍ରେଣୀର ସୈନ୍ୟ ମାନେ। Now look at your Bible. I want to turn your Bible to Judges chapter 20 and verse 16. ଆମେ ବିଚାରକର୍ତ୍ତା ତାହାର 20 ର 16 ଆମେ ଦେଖିବା। Very interesting verse. ଅତି ଉତ୍ତମ ବାକ୍ୟ ଆମେ ଦେଖିପାରିବା। Yes. Okay. ଆମେ ତାର 20 ର 16 ଆମେ ଟିକେ ବିଚାର କରତା। ଏହି ଲୋକ ସମୂହ ମଧ୍ୟରେ 700 ବଛା ଲୋକ ବାଁ ହାତିଆ ଥିଲେ, ସେମାନେ ପ୍ରତ୍ୟେକ ବଣା ନୁହିଁ ଏକ କେଶକୁ ହିଁ ଲକ୍ଷ୍ୟ କରି ଛାଟଣି ମାରି ପାରନ୍ତି। 2 days back it was International Left-Handed Day. People were greeting them. 2 ଦିନ ପୂର୍ବରୁ ଆଉ ଆନ୍ତର୍ଜାତିକ ଭାବରେ ଯୋଉମାନେ କି ବାଁ ହାତିଆ ଲୋକ ବା ବାଁ ହାତରେ କାର୍ଯ୍ୟକ୍ରମ ଲେଖନ୍ତି ସେମାନଙ୍କର ଦିବସ ଥିଲା। Look at this verse. 700 left-handed soldiers, they would use a sling and even a hair will not miss. ଏଠାରେ ଲେଖା ଯେ ସେଇ 700ଟା ଜଣେ ବାଁ ହାତିଆ ଲୋକମାନେ ସେମାନେ ଏ ପ୍ରକାର ଛାଟଣି ମାରନ୍ତି ଯେ ମୁଣ୍ଡର ଗୋଟିଏ କେଶ ମଧ୍ୟ ଏଥିରେ ବଞ୍ଚି ପାରିବ ନାହିଁ।
it is as equal to the power of a small bullet, which today they use warfare. ଯୋଉ ଯୁଦ୍ଧରେ ଆଜିର ସମୟରେ ଯୋଉ ଗୁଳି ଆମେ ଦେଖୁଛୁ ବନ୍ଧୁକର ଗୁଳି ସେ ଛାଟଣି ତାହାର ସମାନ ଥିଲା। It can penetrate so much into the body also. ଆଉ ତା ଏତେ ଶୀଘ୍ର ମାନେ ଯାଉଥିଲା ଯେ ଆମେ ଯଦି କହିବା ଶରୀରକୁ ମଧ୍ୟ ଏଟା ଭେଦ କରିକି ଯାଇପାରିବ। You know, when we look at the armor of Goliath, he had a helmet. Bible says the stone of Goliath, of David, went and made a hole even into his head. That means it's so powerful. ଆମେ ଯଦି ଦେଖିବା ଆଉ ସେହି ଗଲିଆତ ମସ୍ତକରେ ସେ କଣ ପିନ୍ଧିଥିଲା ଗୋଟେ ସାଞ୍ଜୁଆ ଯୋଉ ଟୋପର ସେ ପିନ୍ଧିଥିଲା ତଥାପି ଦାଉଦଙ୍କର ଯୋଉ ଛାଟଣିର ଯୋଉ ପଥର ଥିଲା ତାହା ଭେଦ କରିକି ତାଙ୍କ ମସ୍ତକ ମଧ୍ୟରେ ଯାଇକି ସେଟା ପଶିଗଲା। Now you know what this stone and this sling talks about? ଆମେ ଜାଣୁ କି ସେଇ ପଥର ଏବଂ ଛାଟଣି ତାହା କଣ ବୁଝାଏ? It talks about again God's word. ତାହା ପୁନର୍ବାର ଆମକୁ ଈଶ୍ୱରଙ୍କର ବାକ୍ୟ ବିଷୟରେ କୁହେ। When we trust and believe God's word will give us victory. ଯେତେବେଳେ ଆମେ ଈଶ୍ୱରଙ୍କର ବାକ୍ୟକୁ ବିଶ୍ୱାସ କରୁ ଏବଂ ସେଇ ଈଶ୍ୱରଙ୍କର ବାକ୍ୟ ହିଁ ଆମକୁ ପ୍ରକୃତରେ ବିଜୟୀ କରାଏ। If you look at verse 42 and verse 43, again something very interesting happens. ଯଦି ପୁନର୍ବାର ଆମେ ସେଇ 42 ଏବଂ 43 ପଦ ପଢିବା ଅତି ଉତ୍ତମ ବିଷୟ ଆମେ ଦେଖିପାରିବା। ତ ପଲେଷ୍ଟିୟ ଚାରିଆଡକୁ ଅନାଇ ଦାଉଦଙ୍କୁ ଦେଖି ତୁଚ୍ଛ ଜ୍ଞାନ କଲା କାରଣ ସେ ଯୁବା ଓ ଈଷତ୍ ରକ୍ତବର୍ଣ୍ଣ ଓ ସୁନ୍ଦର ବଦନ ଥିଲେ। ପୁଣି ସେ ସେହି ପଲେଷ୍ଟିୟ ଦାଉଦଙ୍କୁ କହିଲା ମୁଁ କି କୁକୁର ଯେ ତୁ ଯଷ୍ଟି ନେଇ ମୋ ପାଖକୁ ଆସିଛୁ। ତହିଁରେ ପଲେଷ୍ଟିୟ ଆପଣା ଦେବତା ମାନଙ୍କ ନାମରେ ଦାଉଦଙ୍କୁ ଶାପ ଦେଲା। See, Goliath wanted, rather, he thought that David would come or anybody fighting with will come as though like him, you know, wearing an armor and, you know, sword and fight with him. ଗଲିଆତ କଣ ଭାବିଥିଲା? ଗଲିଆତ ଭାବିଥିଲା ଯେ ଗଲିଆତ ଯେ ପ୍ରକାର ସାଜସଜ୍ଜା ପିନ୍ଧିକି ଆସିଥିଲା ସେ ଭାବୁଥିଲା ଦାଉଦ ମଧ୍ୟ ସେ ପ୍ରକାର ଅସ୍ତ୍ର ଶସ୍ତ୍ର ଘେନି ସେ ପ୍ରକାର ସଜସଜ୍ଜା ପିନ୍ଧିକି ସେ ଯୁଦ୍ଧ କରିବା ନିମନ୍ତେ ତାଙ୍କ ନିକଟକୁ ଆସିବେ। Saul gave him that to wear, but the Bible says David said, I am not used to this. He removes it and he goes just his ordinary, you know, clothes. He just goes to the battle. କିନ୍ତୁ ବାଇବେଲରେ ଲେଖା ଯେ ସାଉଲ କଣ କରିଥିଲେ? ସାଉଲ ଦାଉଦଙ୍କୁ ଡକେଇକି ସେ କହିଥିଲେ କି ତାଙ୍କୁ ଏ ପ୍ରକାର ଆଉ ସେ ଅସ୍ତ୍ର ଶସ୍ତ୍ର ଘେନିକି ଏ ପ୍ରକାର ସାଜସଜ୍ଜା ହେଇକି ଯୁଦ୍ଧକୁ ଯିବା ନିମନ୍ତେ କିନ୍ତୁ ଦାଉଦ କହିଲେ ଆଉ ଏ ସମସ୍ତ ବିଷୟରେ ମୋ ଅଭ୍ୟାସ ନୁହେଁ ଏଥିପାଇଁ ସେ ତାଙ୍କର ସାଧାରଣ ପୋଷାକ ପିନ୍ଧିକି ସେ ଯୁଦ୍ଧ କରିବା ନିମନ୍ତେ ଗଲିଆତ ନିକଟକୁ ସେ ଗଲେ। David knew that this battle is not his but the Lord's. କାରଣ ଦାଉଦ ଜାଣିଥିଲେ ଏଇ ଯୁଦ୍ଧ ତାଙ୍କର ଯୁଦ୍ଧ ନୁହେଁ ତା ପରମେଶ୍ୱରଙ୍କର ଯୁଦ୍ଧ ଅଟେ। So he knew fully well, he had the faith that his sword or his spear is not going to touch him. ତାଙ୍କର ଏହି ପ୍ରକାର ବିଶ୍ୱାସ ଥିଲା ଯେ ତାଙ୍କର ଗଲିଆତର ସେଇ ଖଡ୍ଗ ହଉ କିମ୍ବା ବର୍ଚ୍ଚା ହଉ ତା କୌଣସି ପ୍ରକାର ଦାଉଦଙ୍କୁ ସ୍ପର୍ଶ କରିବ ନାହିଁ ବୋଲି ସେ ବିଶ୍ୱାସ କରିଥିଲେ। So he only wanted to go forward and put that stone and kill him because he knew the victory that he had already. ଦାଉଦ ତାହା ଜାଣି ସାରିଥିଲେ କି ସେ ବିଜୟୀ ହେବେ ସେ ନିମନ୍ତେ ସେ ପ୍ରସ୍ତୁତ ଥିଲେ ଆଗକୁ ବଢି ସେଇ ପଥରରେ ମାରିକି ଗଲିଆତକୁ ବଧ କରିବା ନିମନ୍ତେ। You know, it's like this, you know, we find the snake people who come and catch snakes in houses. ଆଉ ଯଦି ଆମେ ଏ ପ୍ରକାର ଦେଖିବା ଯୋଉ ଲୋକମାନେ ସାପ ଧରାଳି ଲୋକମାନେ ସେମାନେ ଘର ମଧ୍ୟକୁ ଆସନ୍ତି ଏବଂ ସାପକୁ ସେମାନେ ଧରିକି ନେଇକି ଯାଆନ୍ତି। If a snake is in a room, we run out of the house and we lock the house. ଯଦି ଆମେ ଆମ ଘର ଭିତରେ ସାପକୁ ଦେଖିଥାଉ ଆମେ ହୁଏତ ଭୟରେ ଦୌଡ଼ିକି ଯାଇକି ଆମେ କବାଟ ଯାହାବି ଆମେ କବାଟ ବନ୍ଦ କରିଦେଇଥାଉ। But this man, he comes there, he opens the door, he walks in as though it's his own house and he puts his hand and catches the snake as though it is some kind of a small insect. କିନ୍ତୁ ଯୋଉ ସାପ ଧରାଳି ବ୍ୟକ୍ତି ସେ କଣ କରେ ସେ ଅତି ସାଧାରଣ ଭାବେ ଘରକୁ ଆସିଥାଏ ସେ କବାଟ ଖୋଲେ ଏବଂ ଗୋଟେ ଛୋଟ କୌଣସି ଆଉ ପୋକ ହଉ କିମ୍ବା ଏ ପ୍ରକାର କିଛି ଛୋଟ ବିଷୟ ଧରିଲା ଭଳିଆ ସେ ସାପକୁ ଧରିକି ସେ ନେଇକି ଯାଏ। Because he knows how to catch that snake. କାହିଁକି କାରଣ ସେ ଲୋକ ଜାଣିଥାଏ ଯେ ପ୍ରକୃତିରେ ସାପକୁ କେମିତି ଧରାଯିବା ଦରକାର। And he knows, no, what if I do, the snake will come out. How should I catch it? How should I put it in the bag? ଏବଂ ସେ ଜାଣିଥାଏ କି ମୁଁ କଣ କରିବି ଆଉ କଣ କରିଲେ
साप मु धरी परिबि किबा ताको उस प्रकार धरी कि मु नै कि जाई परिबि। In the Bible, in Ephesians chapter 6, the Bible says that our battle is not in flesh and blood. एफिसियो तार 6 पर्वरे लेखा जाए आम मानकर युद्ध अब कौनसी प्रकार ए मर्त्यर कौनसी शारीरिक युद्ध नुहे। And it is something that is beyond, it is in the spiritual world. ताहा ताटर अधिक अटे जो आत्मिक जगतर जो दुष्टात्मा अछंती बा समस्त से शत्रु शैतान विरुद्ध हमर युद्ध अटे। And in Bible also say in 1 Corinthians 2:14, the Bible says, a natural man cannot understand spiritual things. से प्रकार आउ करंथ द्वितीय ग्रंथ 2 रो 14 रे लिखा जाए जे गोटे शारीरिक मनीष से आत्मिक विषय को से बुझी पारे नाही। Now the brothers of David and even Saul, they did not understand this battle. दाऊदଙ୍କର निज भाई माने एवं साउल से माने केही मध्य दाऊदଙ୍କର से आत्मिक युद्ध को से माने के बुझी पारि नथिल। Why? Because they were natural people. काहेकि कारण से माने से जागतिक लोको औ से प्रकार थिले। But David was a spiritual person, always very close communion with the Lord. किंतु दाऊद सर्वदा से जने आत्मिक एवं प्रभुଙ୍କର अति घनिष्ठ लोक थिले। They did not see, they could not see because the Lord had actually departed from Saul. और से माने समस्त विषय को देखि परले नहीं काहेकि कारण साउलଙ୍କ ठारू परमेश्वरଙ୍କର जो आत्मा थिला तांको छाडी चली जाइथिला। And they were following a man who had no anointing. एवं से माने एही प्रकार गोटे लोकर अनुसरण करिले जो लोक ऊपर परमेश्वरଙ୍କର कोनसे अभिषेकର विषय ही नथिला। So they did not have faith and they could not see the things in the right perception. सती निमते से समस्त लोक माने से माने जोडा कि सठिक विषय कोन अटे ता से माने देखि पारु नथिले एवं हृदयंगम करि पारु नथिले। But David just walked inside the field and he knew this battle was already won. किंतु तबले दाऊद युद्ध क्षेत्र मध्य को गले से सेई खणारे जानि सारिथिले कि प्रकृत रे जे से युद्धर विषय कोन अटे एवं जानिथिले जे मु विजयी हेबी। He had no fear, but he was full of faith. तांकर कोनसे भय नथिला किंतु तांकर विश्वास थिला। You know, now whenever you face any problem in your life, what takes hold of you? जेते बेले हम जीवन रो जे कोनसे समस्या हम सम्मुखीन हेई थाउ परमेश्वर से हमरो निकटवर्ती थांती। Whether you're taking hold of God or you're allowing fear to take control over you. हति पई आजी हमें से ईश्वरंकर से अधिकृत हमें होउचु ना हमें से समस्या रे अधिक हमें जाउछु। Now may God help us that we will put him in the center of our lives always. परमेश्वर हमको सहाय्य करंतु जे सब बेले हमें परमेश्वर को हम जीवन रो केंद्र रे हमें रखि परिबा। And you find here in verse 26 another we could say point where David knew that this battle is going to be won by him. जदि हमें 26 पद पढिबा सेठ मध्ये हम देखि परिबे कि आ दाऊद तो से जानि परिथिले कि ए युद्ध जेमिति भी हो से जितिबे बोली। सेते बेले दाऊद अपना निकट रे ठिया होइथिबा लोक मान को पचारिले जो जन ए पलिस्टिय को वध करी इस्राएल रो अपमान दूर करिवो ताहा प्रति कोन करा जिवो कारण ए असुरनत पलिस्टिय किए जे जीवत परमेश्वर को सैन्य श्रेणी को तुच्छ करिवो। The Bible says that he was more concerned about how dare this man come and dishonor the God of Israel. एटारे लेखा जाय जे दाऊद अधिक रूप से एही विषय रे मनोयोगी थिले जे एही से गलियत से किए अटे जे से जीवित परमेश्वर जे अटंती ताहांकु से असम्मान कला ताहांकु से अगौरव देउअछि। He is not going into the history of how this battle started. से कौन से प्रकार से युद्ध काहे कि आरंभ होला तार इतिहास को से गले नाही। But he says, how dare this fellow come and he make our Israelite people to be dishonored and to live in fear. किंतु से कहिले कि की प्रकार ए लोकर साहस हला जे से इस्राएल लोक मान को इस्राएल सैन्य मान को तुच्छ करी अछि तांको भय देखाउ अछि। This is, he knew that you cannot win the battle because you are going against God itself. एवं से जानि थिले जे कोन से प्रकार तुमे युद्ध लढी परिबो नै जदि तुमे परमेश्वर को विरुद्ध रे युद्ध तुमे लढुथिबो।
So Paul in the New Testament, God told him, it's very hard for you to kick against the pricks. ଆଉ ନୂତନ ନିୟମରେ ଯେ ପ୍ରକାର ଲେଖାଯାଏ ପାଉଲ କୁହନ୍ତି କି ଆଉ ଯୋଉ ପଣ୍ଡିତ ମାନେ ଥାଆନ୍ତି ସେମାନଙ୍କର ଯୋଉ କୌଶଳ ଥାଏ କିମ୍ବା କୌଣସି ଚତୁରତା ଥାଏ ତୁମେ ତାହାଙ୍କୁ ସେ ବିଷୟରେ ଧରିବା କଷ୍ଟକର ଅଟେ। It's very difficult for you to destroy the plans of God. ଆଉ ଏବଂ ଆମ ଈଶ୍ୱରଙ୍କର ଯୋଉ ଯୋଜନା ଥାଏ ତାହାକୁ ବିଫଳ କରିବା ଆମ ନିମନ୍ତେ ଅତି କଷ୍ଟକର ଅଟେ। David knew that he is going to win because the anointing was upon him. ଦାଉଦ ସେ ଜାଣିଥିଲେ ଯେ ସେ ବିଜୟୀ ହେବେ କାରଣ ପରମେଶ୍ୱରଙ୍କର ଅଭିଷେକ ତାହାଙ୍କ ଉପରେ ଥିଲା। He is going to be the next king of Israel. ଏବଂ ସେ ଆଉ ଆଗାମୀ ଦିନ ମାନଙ୍କରେ ଯେ ଇସ୍ରାଏଲ ରାଜା ହେବାକୁ ଯାଉଛନ୍ତି ଜାଣିଥିଲେ। When the anointing of God is upon you, you must be stronger than the devil. ଯେତେବେଳେ ପରମେଶ୍ୱରଙ୍କର ଅଭିଷେକ ଆମ ଉପରେ ଥାଏ ତ ଆମେ ମାନେ ସର୍ବାଧିକ ଭାବରେ ଶୈତାନଠାରୁ ଅଧିକ ଶକ୍ତିଶାଳୀ ହେବା। But here in the case of David and Goliath, he wanted to destroy the sin that was affecting Israel. ଗଲିଆତ ଏବଂ ଦାଉଦଙ୍କ ବିଷୟରେ ଆମେ ଦେଖିବା ଏଠାରେ ଦାଉଦ ସେ କଣ ଚାହୁଁଥିଲେ ସେ ଚାହୁଁଥିଲେ ଯୋଉ ପାପର ବିଷୟ ଇସ୍ରାଏଲ ଲୋକମାନଙ୍କୁ ନଷ୍ଟ କରିବା ନିମନ୍ତେ ଆସିଥିଲା ତାହାକୁ ହିଁ ବିନଷ୍ଟ କରିବା ନିମନ୍ତେ ସେ ଚାହୁଁଥିଲେ। David was looking at Goliath as somebody who's trying to bring shame upon Israel. ଦାଉଦ ଗଲିଆତକୁ ଆଉ ଏ ପ୍ରକାର ଦେଖୁଥିଲେ ଯେ ସେ କଣ ଚାହୁଁଥିଲା ସେ ନିଜର ସମସ୍ତ ଯୋଉ ଯାହା ବି କିଛି ତାର ପରିଚିତର ବିଷୟ ଥିଲା ତାହା ସେ ସମ୍ପୂର୍ଣ୍ଣ ରୂପେ ଇସ୍ରାଏଲ ଉପରେ ଆଣିକି ସେ ନିଜର କର୍ତ୍ତୃତ୍ୱ ବିସ୍ତାର କରିବାକୁ ଚାହୁଁଥିଲା। Now how can this happen in my life? ଯଦି ଆଜି ମୁଁ କହିବି କି ଏ ପ୍ରକାର ବିଷୟ ଆଜି ମୋ ଜୀବନରେ କି ପ୍ରକାର ଘଟୁଅଛି। Satan can make me commit a sin. ଶୈତାନ ହୁଏତ ମୋତେ ପାପ କରିବା ନିମନ୍ତେ ସେ ବାଧ୍ୟ କରିପାରେ। And that brings upon a shame. ଏବଂ ତାହା ମୋ ନିମନ୍ତେ ଏକ ଲଜ୍ଜାର ବିଷୟ ଆଣିବ। And then God cannot be glorified. ଏବଂ ତାହା ପରେ ପରମେଶ୍ୱର କୌଣସି ପ୍ରକାର ଆଉ ଗୌରବାନ୍ୱିତ ମୋ ଜୀବନରେ ହେଇପାରିବେ ନାହିଁ। Now when the devil puts a doubt into me, fear comes into my heart. ଯେତେବେଳେ ଶୈତାନ ମୋ ମନ ମଧ୍ୟରେ ସନ୍ଦେହ ନେଇକି ଆସେ ଏବଂ ତାପରେ ହୃଦୟ ମଧ୍ୟରେ ଭୟ ମଧ୍ୟ ଜାତ ହୁଏ। I don't have faith and I cannot glorify God. ଯଦି ମୋର କୌଣସି ବିଶ୍ୱାସ ନାହିଁ ତାହେଲେ ମୁଁ କୌଣସି ପ୍ରକାରେ ପରମେଶ୍ୱରଙ୍କୁ ମୁଁ ଗୌରବ ଦେଇ ପାରିବି ନାହିଁ। In 1 Thessalonians 5:22, ପ୍ରଥମ ଥେସଲୋନିକୀୟ 5:22 it says, abstain from all forms of sin. One Thessalonians 5:22. 5:22 ପ୍ରଥମ ଥେସଲୋନିକୀୟ 5:22 ପଦ ସମସ୍ତ ପ୍ରକାର ମନ୍ଦ ଠାରୁ ପୃଥକ ହୋଇଥାଅ। All forms. ଲେଖାଯାଏ ସମସ୍ତ ମନ୍ଦ ବିଷୟ ଠାରୁ। What do you mean by form? Fat, small, big, tall, weak? Sin is so different. Everywhere is so different. ମନ୍ଦ ବିଷୟ ଅର୍ଥ କଣ ପାପ ଅଟେ ତାହା ଆମେ ଯଦି କହିବା ମୋଟା କିମ୍ବା ଛୋଟ କିମ୍ବା ବଡ କିମ୍ବା ଲମ୍ବା ଯଦି କହିବା ତା ବିଭିନ୍ନ ପ୍ରକାର ଥାଏ ଆମେ ପ୍ରକାର କୌଣସି ୟାକୁ ଆକାର ଦେଇ ପାରିବା ନାହିଁ। It does not have a particular shape. Oh, it is like this only. It can come in any shape, any form, any time. ତାହାକୁ କୌଣସି ପ୍ରକାର ଆମେ କୌଣସି ନାମ କିମ୍ବା କୌଣସି ଆକାର ଦେଇ ପାରିବା ନାହିଁ ତାହା ଯେ କୌଣସି ପରିସ୍ଥିତିରେ ଯେ କୌଣସି ପ୍ରକାର ଅବସ୍ଥାରେ ସେ ଆମ ନିକଟକୁ ଆସିପାରିବ। So you have to be careful. ଏଥି ନିମନ୍ତେ ଆଜି ଆମକୁ ଅତି ସାବଧାନ ହେବାର ଆବଶ୍ୟକତା ରହିଅଛି। Devil will not come before you having two horns and a big tail and a spear in his hand. ଶୈତାନ କୌଣସି ପ୍ରକାରେ ଆମ ନିକଟକୁ ତାର ଦୁଇଟି ସିଂହ ଘେନିକି କିମ୍ବା ତାର ସେଇ ଲାଞ୍ଜ ଥିବ ହାତରେ ସେ ବର୍ଚ୍ଛ ଧରିକି ସେ ଆମ ନିକଟକୁ ଆସିବ ନାହିଁ। He may give you a small chocolate and you become addicted to that particular thing. ସେ ଅତି ସାଧାରଣ ଭାବରେ ହୁଏତ ଆସିପାରେ ହয়তো ହାତରେ ଚକଲେଟ ନେଇକି ଆସିପାରେ ଏବଂ ଚକଲେଟ ଆମକୁ ଦେଲେ ହୁଏତ ଆମେ ସେ ଚକଲେଟରେ ଆମେ ଅଧିକ ଭାବରେ କଣ ଆସକ୍ତ ହୋଇ ପଡିବା। So let us be careful in glorifying God in every single thing in our lives. ସେଥି ନିମନ୍ତେ ଆମେ ଅତି ସାବଧାନ ହେବା ଆମ ଜୀବନର ଛୋଟ ଛୋଟ ବିଷୟରେ ଆମେ ପରମେଶ୍ୱରଙ୍କୁ ସମସ୍ତ ଗୌରବ ଦେବା।
And then one more thing that happens over here. ଆଉ ଗୋଟେ ବିଷୟ ଏହି ସ୍ଥାନରେ ଘଟିଅଛି ଆମେ ଦେଖିବା Verse 25 to 27. ଆମେ ତାର 25 ରୁ 27 ପଦ ପର୍ଯ୍ୟନ୍ତ ପଢିବା। ତ ଇସ୍ରାଏଲ ଲୋକମାନେ କହିଲେ, ଏହି ଯେ ଲୋକ ଉଠି ଆସିଅଛି ଏହାକୁ କଣ ତୁମେମାନେ ଦେଖିଲ? ନିଶ୍ଚୟ ଇସ୍ରାଏଲକୁ ତୁଚ୍ଛ କରିବା ପାଇଁ ସେ ଉଠି ଆସିଅଛି। ପୁଣି ଏହାକୁ ଯେଉଁ ଲୋକ ବଧ କରିବ ରାଜା ତାହାକୁ ବହୁତ ଧନବାନ କରିବେ ଓ ତାହାକୁ ଆପଣା କନ୍ୟା ଦେବେ ଆଉ ଇସ୍ରାଏଲ ମଧ୍ୟରେ ତାହାର ପିତୃଗୃହକୁ ନିଷ୍କର କରିବେ। ସେତେବେଳେ ଦାଉଦ ଆପଣା ନିକଟରେ ଠିଆ ହୋଇଥିବା ଲୋକମାନଙ୍କୁ ପଚାରିଲେ, ଯେଉଁ ଜନ ଏହି ପଲେଷ୍ଟିୟକୁ ବଧ କରି ଇସ୍ରାଏଲର ଅପମାନ ଦୂର କରିବ ତାହା ପ୍ରତି କଣ କରାଯିବ? କାରଣ ଏହି ଅସୁନ୍ନତ ପଲେଷ୍ଟିୟ କିଏ ଯେ ସେ ଜୀବିତ ପରମେଶ୍ୱରଙ୍କ ସୈନ୍ୟ ଶ୍ରେଣୀକୁ ତୁଚ୍ଛ କରିବ? ତ ହେ ଲୋକମାନେ ପୂର୍ବ ପରି ଉତ୍ତର ଦେଇ କହିଲେ, ଯେ ତାହାକୁ ବଧ କରିବ ତାହା ପ୍ରତି ଉପରୋକ୍ତ ପ୍ରକାରେ କରାଯିବ। The motive of David to destroy Goliath. ଏଠାରେ ଦାଉଦଙ୍କର ଯୋଉ ଉଦ୍ଦେଶ୍ୟ ଥିଲା ତାହା ଥିଲା କେବଳ ଗଲିଆତକୁ ବିନାଶ କରିବା ନିମନ୍ତେ। Today many people want to go and join the army. ଆଜି ଅନେକ ଲୋକମାନେ ସେମାନେ ଆମର ଭାରତୀୟ ସେନାରେ ଆଉ ଭର୍ତ୍ତି ହେବା ନିମନ୍ତେ ଇଚ୍ଛା କରନ୍ତି। You know, I don't think I would like to go and join the army. What pastor uncle? I don't think I like to go and join the army. ଆଉ ଆଜ୍ଞା କୁହନ୍ତି ଏ ପ୍ରକାର କି ତାଙ୍କୁ ଲାଗେନି କି ସେ ଯାଇକି ସେ ପ୍ରକାର ଜଏନ୍ କରିବେ I ବୋଲି। look at the enemy and his gun, I get frightened, so I don't want to join the army. ତ ସେ ପ୍ରକାର କୁହନ୍ତି ମୁଁ ଶତ୍ରୁକୁ ଦେଖିବି ତା ହାତରେ ଗନ୍ କୁ ଦେଖିବି ହୁଏତ ମତେ ଡର ଲାଗିବ ମୁଁ ଭୟଭୀତ ହୋଇ ପଡିବି। But there are people who go join the army for various reasons. କିନ୍ତୁ ଏ ପ୍ରକାର ଲୋକମାନେ ଅଛନ୍ତି ଯୋଉମାନେ କି ସେଇ ଭାରତୀୟ ସେନାରେ ଯାଇକି ଭର୍ତ୍ତି ହୁଅନ୍ତି କାରଣ ସେମାନଙ୍କ ପାଖରେ ଅନେକ କାରଣ ରହିଥାଏ। And one of the reasons is, which I feel, is they get a pass, they can travel by train anywhere, they get free food, everything is free for them. ସେମାନଙ୍କ ଭିତରୁ ଆଜ୍ଞା କୁହନ୍ତି ଗୋଟେ ମଧ୍ୟ କାରଣ ଏହା ଥାଏ କି ଯୋଉମାନେ ସେନାରେ ଭର୍ତ୍ତି ହୁଅନ୍ତି ସେମାନଙ୍କ ପ୍ରକାର ଅନେକ ସୁବିଧା ସୁଯୋଗ ଥାଏ। ସେମାନେ ଟ୍ରେନରେ ଫ୍ରି ଟିକେଟ ରୁହେ ତ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରନ୍ତି, ଖାଦ୍ୟ ମଧ୍ୟ ମାଗଣାରେ ମିଳେ, ଅନେକ ସୁବିଧା ତାଙ୍କୁ ମିଳିଥାଏ। Why? Because he is fighting for the nation. So as a mark of respect, anywhere he goes, he can get what he wants. କାହିଁକି? କାରଣ ସେ ଆମ ଦେଶ ନିମନ୍ତେ ଆଉ ସେ ଯୁଦ୍ଧ କରନ୍ତି ଏଥି ନିମନ୍ତେ ସେମାନେ ଯୋଉ ସ୍ଥାନକୁ ଯାଆନ୍ତି ସେ ପ୍ରକାର ତାଙ୍କୁ ବ୍ୟବହାର ଦିଆଯାଏ ଆଉ ଏ ପ୍ରକାର ତାଙ୍କୁ ସୁଯୋଗ ମଧ୍ୟ ମିଳିଥାଏ। So because he is a soldier, they give him the ticket, they give him first class medical thing and all those things. Because why? Because he's fighting for the country. ସେଇ ପ୍ରକାର କାହିଁକି ଜଣେ ସୈନିକକୁ ଏ ପ୍ରକାର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୁବିଧା ହଉ କିମ୍ବା ଯେକୌଣସି ସୁବିଧା ହଉ ତାଙ୍କୁ ମିଳିଥାଏ କାହିଁକି? କାରଣ ସେ ଦେଶ ନିମନ୍ତେ ସେ ଯୁଦ୍ଧ କରିଥାଏ। Now David is new to this battle. ଦାଉଦ ଏ ପ୍ରକାର ଯୁଦ୍ଧ ବିଷୟରେ ଅତି ନୂଆ ଥିଲେ। He does not know what it is to fight for the nation. ସେ କେବେ ଜାଣିନଥିଲେ ଯେ ଗୋଟେ ଦେଶ ନିମନ୍ତେ କି ପ୍ରକାର ଯୁଦ୍ଧ ଲଢା ଯାଏ। He only knows to fight and protect his sheep from the lion and the tiger and these animals. ଦାଉଦ କେବଳ ଏତିକି ଜାଣିଥିଲେ କି ନିଜର ମେଷ ମାନଙ୍କୁ କି ପ୍ରକାର ସେ ଯୁଦ୍ଧ କରିକି ସେଇ ବନ୍ୟ ଜନ୍ତୁ ମାନଙ୍କ ଠାରୁ ସିଂହ ହଉ କିମ୍ବା ବାଘ ହଉ ଭାଲୁ ହଉ ସେମାନଙ୍କୁ ଉଦ୍ଧାର କରିବା ସେ ଜାଣିଥିଲେ। Now there is a motive here which makes him interested in fighting. କିନ୍ତୁ ଏହି ଯୋଉ ଯୁଦ୍ଧ ଥିଲା ସେ ଯୁଦ୍ଧରେ ଗୋଟେ ଏ ପ୍ରକାର ଉଦ୍ଦେଶ୍ୟ ଥିଲା ଯାହାକି ତାଙ୍କୁ ପ୍ରଭାବିତ କରିଥିଲା, ଉତ୍ସାହିତ କରିଥିଲା ସେ ଯୁଦ୍ଧକୁ ଲଢିବା ନିମନ୍ତେ। It is actually on the negative side. କିନ୍ତୁ ପ୍ରକୃତିରେ ଆମେ ଦେଖିବା ଆଉ ତାହା ହୁଏତ ଗୋଟେ ନକାରାତ୍ମକ ହୁଏତ ପାର୍ଶ୍ୱ ହେଇପାରେ। But when Christ comes there, it goes on to the positive side. କିନ୍ତୁ ଖ୍ରୀଷ୍ଟ ସେଇ ବିଷୟ ମଧ୍ୟକୁ ଆସନ୍ତି ସେ ନକାରାତ୍ମକ ବିଷୟ ତା ସକାରାତ୍ମକ ବିଷୟରେ ପରିଣତ ହୋଇଯାଏ। If you look at that verse 25 and 26, ଯଦି ଆମେ ସେଇ 25 ଆଉ 26 ପଦ ଆମେ ଦେଖିବା, he says, what will I get in return for killing this fellow? ଦାଉଦ ଏଠାରେ କୁହନ୍ତି କି ଯେ ମୁଁ ଯଦି ସେଇ ଲୋକକୁ ବଧ କରେ ତାହେଲେ ତାର ପରିବର୍ତ୍ତେ ମତେ କଣ ମିଳିବ? They tell him the king will make him a very rich man and even give his own daughter to be his wife. ଲୋକମାନେ କୁହନ୍ତି କି ଯଦି ସେ ଲୋକ ଯୁଦ୍ଧର ଯିଏ ବିଜୟୀ ହବ ରାଜା ତାକୁ ବହୁତ ଧନରେ ଧନବାନ କରିବେ ଏବଂ ନିଜର ଝିଅକୁ ମଧ୍ୟ ତାଙ୍କ ସହିତ ବିବାହ କରାଇବେ।
That's actually a negative side. ଯଦି ଆମେ ଦେଖିବା ଏଇ ଅର୍ଥ ଯଦି ଆମେ ଦେଖିବା ଏହାର ଗୋଟେ ନକାରାତ୍ମକ ବିଷୟ ଅଟେ। So some theologians say that this was one of the motives which was so small that became big when he became a king and he committed adultery. ଆଉ ଅନେକ ବିଶେଷଜ୍ଞ ମାନେ ଏ ପ୍ରକାର କୁହନ୍ତି ଆଉ ଏ ଯୋଉ କାରଣ ଥିଲା ହୁଏତ ଦାଉଦଙ୍କ ଜୀବନରେ ଛୋଟ ଥିଲା କିନ୍ତୁ ରାଜା ହେଲେ ଏଇ କାରଣ ତାଙ୍କ ପାଇଁ ପରେ ବହୁତ ଗୋଟେ ବଡ କାରଣ ହୋଇଯାଇଥିଲା ଏବଂ ସେ ଯୋଉ ବ୍ୟଭିଚାର ଯେ ପାପ ସେ କରିଥିଲେ ଆଉ ଏଥି ସକାଶେ ହିଁ ତାହା କରିଥିଲେ ବୋଲି କୁହାଯାଏ। But when Christ comes into the picture, everything is glorious. କିନ୍ତୁ ହେଲେ ଖ୍ରୀଷ୍ଟ ଆଉ ଏଇ ପ୍ରକାର ବିଷୟ ମଧ୍ୟକୁ ଆସନ୍ତି ଏ ସମସ୍ତ ବିଷୟ ତା ଗୌରବରେ ପରିଣତ ହେଇଯାଏ। So when Christ is added, he always makes bitter things sweet. ଯେତେବେଳେ ଖ୍ରୀଷ୍ଟ ଯେକୌଣସି ବିଷୟରେ ସେ ମିଶି ଯାଆନ୍ତି ପିତା ବିଷୟ ମଧ୍ୟ ତା ମିଠା ହୋଇଯାଏ। Okay, so when you have sickness, put Christ over there, it becomes healing and health. ଯେତେବେଳେ କୌଣସି ପ୍ରକାର ରୋଗ ଥାଏ ସେଠି ଖ୍ରୀଷ୍ଟ ଆସନ୍ତି ତାହା ଗୋଟେ ଉତ୍ତମ ସ୍ୱାସ୍ଥ୍ୟବାନ ବିଷୟରେ ପରିଣତ ହେଇଯାଏ। But even though David had this weakness, yet God used him to bring victory. କିନ୍ତୁ ଯଦି ବି ଆଉ ଦାଉଦଙ୍କର ଏ ପ୍ରକାର ଦୁର୍ବଳତା ଥିଲା ତଥାପି ପରମେଶ୍ୱର ତାହାଙ୍କୁ ବିଜୟୀ କରେଇଲେ। In James chapter 5 and verse 17 is a verse. ଯଦି ଆମେ ଦେଖିବା ଯାକୋବ 5:17. 5:17 ଆମେ ଦେଖିବା ଯାକୋବ। Elijah was a man with a nature like ours. ଯାକୋବ ତାର 5:7 ଲେଖାଯାଏ ଅତଏବ ହେ ଭାଇ ମାନେ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରୁହ ଦେଖ କୃଷକ କ୍ଷେତ୍ରର ବହୁମୂଲ୍ୟ ଫଳ ପାଇବା ନିମନ୍ତେ 5:17 ଏଲିୟ ଆମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପରି ସୁଖ ଦୁଃଖ ଭୋଗୀ ମନୁଷ୍ୟ ଥିଲେ ବୃଷ୍ଟି ନ ହେବା ନିମନ୍ତେ ସେ ଏକାନ୍ତ ଚିତ୍ତରେ ପ୍ରାର୍ଥନା କଲେ ଆଉ 3 ବର୍ଷ 6 ମାସ ପର୍ଯ୍ୟନ୍ତ ଦେଶରେ ବୃଷ୍ଟି ହେଲା ନାହିଁ। Elijah was just like you and me, with all our weaknesses and failures. जो एलियों को विषय में पढ़ी था से एलियो कोनोसी अलगा मनुष्य नथिले से हम समस्त भलिया साधारण मनुष्य थिले तांकर मध्य दुर्बलता थिला। At one time he told God, I want to die, please kill me. एक समय रे एलियो प्रकार परमेश्वर को कहिले कि प्रभु मते तुम मारि दियो मु मरिया को चाहू अछि। He also had depression, he had fear, he had all kinds, he running away. तांको जीवन रे मध्य अनेक प्रकार चिंता थिला अनेक प्रकार समस्या थिला से अनेक विषय से प्रकार दौड़ी के चली जाउथिले। That means God can use you and still he can make you to be a blessing. तार अर्थ कोन अटे आजि मध्य परमेश्वर हम प्रत्येक को व्यवहार करि पारंती एवं आशीर्वादर कारण से करि पारंती। When you commit your life to God and say, yes Lord, I am a sinner, forgive me and cleanse me with your blood, surely the Lord will cleanse you and also will bless you. ଯେତେବେଳେ ଆମେ ପରମେଶ୍ୱର ଗୋଟେ ସ୍ୱୀକାର କରିଥାଉ ଯେ ହଁ ପ୍ରଭୁ ମୁଁ ଜଣେ ପାପୀ ଅଟେ ଆଉ ମତେ ତୁମେ କ୍ଷମା କର ବୋଲି ତ ପରମେଶ୍ୱର ସେ ସକ୍ଷମ ଅଟନ୍ତି ଏବଂ ସେ ଆମକୁ କ୍ଷମା ମଧ୍ୟ କରନ୍ତି। And here you find David, even though he had this weakness inside him, God used him to defeat and kill Goliath that day. ଯଦି ଆମେ ଦାଉଦଙ୍କ ବିଷୟରେ ଦେଖିବା ଆଉ ଯଦି ବି ଦାଉଦଙ୍କର ସେହି ପ୍ରକାର ଦୁର୍ବଳତା ଥିବା ସତ୍ତ୍ୱେ ପରମେଶ୍ୱର ଦାଉଦଙ୍କୁ ବ୍ୟବହାର କଲେ ଏବଂ ସେ ଗଲିଆତକୁ ବଧ କଲେ ଏବଂ ସେ ବିଜୟୀ ହେଲେ। Now there are two things which was involved here. One was riches, the other was a girl or a bride, you could say. ଯଦି ଆମେ ଦେଖିବା ତାର ଦୁଇଟି ବିଷୟ ଥିଲା ପ୍ରଥମ ଥିଲା ଯୋଉ ଧନୀ ହେବାର ବିଷୟ ଦ୍ୱିତୀୟ ଥିଲା ଗୋଟେ କନ୍ୟା ଯୋଉଟା କି ବିବାହ କରିବାର ବିଷୟ। Now what about Christ? ଆଉ ଏଠାରେ ଖ୍ରୀଷ୍ଟଙ୍କର ବିଷୟ କଣ ଅଟେ? Turn your Bibles to Hebrews chapter 12 and verse 2. ଆମେ ଏବ୍ରୀ ତାର 12 ର 2 ପଦ ଆମେ ଦେଖିବା। Yeah. ସେ ଆପଣା ସମ୍ମୁଖସ୍ଥ ଆନନ୍ଦ ନିମନ୍ତେ ଅପମାନ ତୁଚ୍ଛ ଜ୍ଞାନ କରି ଧୈର୍ଯ୍ୟ ସହ କ୍ରୁଶ୍ୟ ମୃତ୍ୟୁ ଭୋଗ କଲେ ପୁଣି ଈଶ୍ୱରଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଅଛନ୍ତି। Now Christ, Bible says, who for the joy that was set before him endured the cross and he despised and he sat on the right hand of the throne. ଏଠାରେ ଲେଖା ଯେ
जे ख्रीष्ट से आपना सम्मुखस्थ आनंद निमंते अपमान तुच्छ ज्ञान करी धैर्य सह क्रूसीय मृत्युभोग कले पुणी ईश्वर सिंहासन दक्षिण पार्श्व उपविष्ट होई अछंती। What was this joy that he was looking at? जो आनंद लेखा जाए से केउ आनंद को से देखुथिले? The purpose of him coming was to redeem the church. कारण जो उद्देश्य थिला ताहांकर जगत मध्य को आसीबार ताहा थिला जे मंडली बा ताहांकर लोक मानकु मुक्त करिबा निमंते। The Bible says that Jesus became the head and the church is the body. बाइबल लेखा जाए ख्रीष्ट मंडलीर मस्तक स्वरूप अटंती एवं मंडली ताहांकर शरीर अटे। So his very purpose was to bring lost man back into relationship with God the Father. सथि निमंते ताहांकर से जो उद्देश्य थिला कि जो लोक माने विच्छेद होई पड़ी अछंती ताहांको पुनर्बार ख्रीष्टंकर बा परमेश्वरंकर सहभागिता मध्य को आनिबा। And that was the main motivation behind Jesus. Bring that bride to the Lord, to the Father. एवं सही प्रभु यीशु ख्रीष्टंकर उद्देश्य थिला जो कन्या जो कि जोडा कि हमें कहूची मंडली ताहाकू परमेश्वर निकट राणी की जोड़ीबा बा संपृक्त करिबा। So he would do anything for that bride and even die for her on the cross of Calvary. सथि निमंते जो कन्या जा मंडली ता निमंते से किछि भी करि परंती एवं से कोन कले से अपना प्राण कालवे क्रूसर से देले। So here you find on one side you find David, for the sake of a girl and for the sake of the riches he goes and he fights the battle. आमे देखो छु दाऊदଙ୍କ विषय जे तांकर गोटे प्रकार कारण थिला कि गोटे झियर विवाह हेबा निमंते किबा से धनर विषय निमंते से युद्ध करबा निमंते गले। But you find in Christ, like he had lot of sufferings, he had lot of shame. He wouldn't mind taking all that all for the sake of the bride. किंतु ख्रीष्टଙ୍କ विषय में देखिबा ताहांको पई ता अति कष्टर विषय थिला तांको अनेक दुख कष्ट जंत्रणा सह्य करिबार थिला किंतु से मंडली निमंते बा से कन्या निमंते से कोन कले समस्त विषय को सह्य करिले। And that day the battle was won because David had put his faith and trust upon God. से दिन दाऊद से युद्ध काहे कि विजय हे पारिले कारण तांकर समस्त विश्वास समस्त भरोसा से परमेश्वर के ऊपर से रखिले। Even as he used that sling, he was calling upon the name of the Lord, and when he cast that stone, he was able to kill Goliath. एवं जो छाटणे जो पत्थर से व्यवहार कले ताहा जो से बाहर करिले से परमेश्वरଙ୍କର नामरे ता बाहर करिले एवं ताहा कले से प्रयोग कले आ गलियात मरि गले एवं से विजयी हेले। We all stand before God, as with all our weaknesses and failures. आज हमें समस्ते आ परमेश्वरଙ୍କର पाखरे बा परमेश्वरଙ୍କ सम्मुखरे हम ए प्रकार ठिया हे जे हम जीवनर समस्त विफलता समस्त दुर्बलता सत्य हम तांको निकटरे ठिया होई अछु। Beginning from me, I am not perfect and I have all my failures with me. आज्ञा कुहंती आ से निजडर आरंभ करंती एवं से निज विषय कोन प्रकार से मध्य तांको जीवन अनेक विफलता अनेक प्रकार ए प्रकार अभावर विषय थिले मध्य से परमेश्वर निकटरे ठिया होई अछन। But God is also with us. किंतु परमेश्वर से हम समस्तଙ୍କ सहित अछंती। And he wants to bless you. He wants you to have the victory this morning. एवं से चाहती जे आज रे सकाळ समय रे हमें समस्ते विजयी हेबा। So let us commit our lives to God and ask him to take control over our lives and fight this battle. हरि पे आसंतु हमें समस्ते परमेश्वरଙ୍କ निकट को जिबा हमें ताहांको कहबा जे प्रभु तुमे हमर समस्त विषय को नियंत्रण करे एवं जो युद्ध हमर अटे तुमे ता हमर निमते लड़ा तुमे हमको विजयी करा। Let us close our eyes and pray. आसंतु हम अपना चक्षु बंद करी प्रार्थना करिबा। Father, we come to your presence this morning in Jesus' name. पिता आज ए सकाळ समय रे प्रभु यीशुଙ୍କ नाम रे हम तुम निकट को आसी अछो। Father, yes, we stand before you with all our weaknesses, failures, and shortcomings. हाँ प्रभु आज हम समस्ते आम जीवन समस्त दुर्बलता समस्त विफलता अनेक प्रकार विषय रखिकी मध्य हम तुम निकट ठिया होई अछु। There's nothing good in me, Lord. कौनसी प्रकार उत्तम विषय आज मोठारे नाही प्रभु। But Lord, there is a big giant standing in front of me.
କିନ୍ତୁ ପ୍ରଭୁ ସେ ବିଶାଳକାୟ ରାକ୍ଷସ ସଦୃଶ ଆଉ ଜଣେ ବ୍ୟକ୍ତି ଯାକି ମୋ ସମ୍ମୁଖରେ ଠିଆ ହୋଇଅଛି। Lord, we want you to give us this victory over this problem that we are facing in our lives. ଆଜି ପ୍ରଭୁ ଆମେ ଚାହୁଁଅଛୁ ଯୋଉ ସମସ୍ୟା ଆମେ ସମ୍ମୁଖୀନ ହଉଛୁ ପ୍ରଭୁ ଆମେ ଚାହୁଁଛୁ ତୁମେ ଆମ ସମସ୍ତଙ୍କୁ ବିଜୟୀ କରାଅ। Maybe somebody is having sickness problem or financial problem or family problem. ଆଉ ଯେ କେହି ମଧ୍ୟ ଯେକୌଣସି ପ୍ରକାର ରୋଗର ସମସ୍ୟା ହଉ କିମ୍ବା ପାରିବାରିକ ସମସ୍ୟା ହଉ କିମ୍ବା ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଅଛନ୍ତି Lord, we want you to fight this battle. ପ୍ରଭୁ ଆମେ ଚାହୁଁଛୁ ତୁମେ ଆମ ନିମନ୍ତେ ସେଇ ଯୁଦ୍ଧ ତୁମେ ଲଢ। We submit ourselves into your hands this morning. ଆଜି ସକାଳ ସମୟରେ ପ୍ରଭୁ ତୁମରି ହସ୍ତରେ ଆମେ ଆପଣା ଜୀବନକୁ ସମର୍ପଣ କରୁଅଛୁ। And we thank you for the blessing and the miracles in the name of Jesus. ପୁଣି ପ୍ରଭୁ ଆମେ ତୁମକୁ ଧନ୍ୟବାଦ ଦଉଛୁ ତମ ଜୀବନର ସମସ୍ତ ଆଶ୍ଚର୍ଯ୍ୟ କର୍ମ ସମସ୍ତ ପ୍ରକାର ଆଶୀର୍ବାଦ ନିମନ୍ତେ। Glorify your name, Lord. ପ୍ରଭୁ ତୁମେ ଆପଣା ନାମକୁ ଗୌରବାନ୍ୱିତ କର। In Jesus' name we pray, Father. Amen. ପ୍ରଭୁ ଯୀଶୁଙ୍କ ନାମରେ ପ୍ରାର୍ଥନା ମାଗୁଅଛୁ ପିତା, ଆମେନ୍। Praise the Lord.